+3 ରେ ନୂଆ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆସିଗଲା ଏକ ବଡ଼ ଘୋଷଣା। ଆସନ୍ତାକାଲି ବାହାରିବ +3 ମେଧା ତାଲିକା। ଏନେଇ କ'ଣ ରହିଛି ଅପଡେଟ୍ ଆସନ୍ତୁ ଏହି ଭିଡ଼ିଓ ମାଧ୍ୟମରେ ଜାଣିବା। ତା ପୂର୍ବରୁ ଯଦି ଆପଣ ଆମ ଚ୍ୟାନେଲକୁ ନୂଆ ଦେଖୁଛନ୍ତି ତାହେଲେ ଆମ ଚ୍ୟାନେଲକୁ ଏବେ ହିଁ ସବସ୍କ୍ରାଇବ୍ କରନ୍ତୁ ଏମିତି ଇନଫର୍ମେଟିଭ୍ ଭିଡ଼ିଓ ଦେଖିବା ପାଇଁ। ଯୁକ୍ତ 3 ନାମ ଲେଖାଇବା ପାଇଁ ମଙ୍ଗଳବାର ପ୍ରକାଶ ପାଇବ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା। 25 ତାରିଖ ଅପରାହ୍ନ 4ଟା ବେଳେ ସାମ୍ସ ୱେବସାଇଟ୍ www.samsodisha.gov.in ରେ ଉପଲବ୍ଧ ହେବ। ମେଧା ତାଲିକାରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀମାନେ 26ରୁ 29 ତାରିଖ ମଧ୍ୟରେ ନାମ ଲେଖାଇ ପାରିବେ। ଚୟନ ହୋଇଥିବା ଉଚ୍ଚ ଶିକ୍ଷାନୁଷ୍ଠାନ ବିଷୟରେ ପଢ଼ିବାକୁ ଆଗ୍ରହୀ ଥିଲେ ଫ୍ରିଜ୍ ଅପସନ୍ ଦେବେ। ଅନ୍ୟଥା ସ୍ଲାଇଡ୍ ଅପସନ୍ ଦେଇ ଅନ୍ୟ ଶିକ୍ଷାନୁଷ୍ଠାନ ପାଇଁ ପୁନଃ ନାମ ଲେଖାଇବା ପ୍ରକ୍ରିୟା ସାମିଲ ହୋଇପାରିବେ। ଫ୍ରିଜ୍ ବା ସ୍ଲାଇଡ୍ ଅପସନ୍ ଦେଇସାରିବା ପରେ ଛାତ୍ରଛାତ୍ରୀମାନେ ଆବଶ୍ୟକୀୟ ଫି ପୈଠ କରିବେ। ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ମେଧା ତାଲିକା ଜୁଲାଇ 5 ତାରିଖରେ ପ୍ରକାଶ ପାଇବାକୁ ଥିବା ବେଳେ ଯୋଗ୍ୟ ଛାତ୍ରଛାତ୍ରୀ ଜୁଲାଇ 6ରୁ 9 ତାରିଖ ମଧ୍ୟରେ ନାମ ଲେଖାଇ ପାରିବେ। ଜୁଲାଇ 15 ତାରିଖରେ ତୃତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ସୂଚନାଯୋଗ୍ୟ ଚଳିତ ବର୍ଷ ସମୁଦାୟ 2,37,795 ଜଣ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ତନ୍ମଧ୍ୟରୁ 2,33,452 ଜଣ ନିର୍ଦ୍ଧାରିତ ଫି ଦାଖଲ କରି ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିଛନ୍ତି। 1054ଟି ଶିକ୍ଷାନୁଷ୍ଠାନରେ 2,64,507ଟି ସିଟ୍ ଉପଲବ୍ଧ ରହିଛି। ପ୍ରାୟ 41,055ଟି କମ୍ ଆବେଦନ ହୋଇଥିବାରୁ +3ରେ ବହୁତ ସିଟ୍ ଖାଲି ରହିବାକୁ ନିଶ୍ଚିତ ହୋଇଛି।